ଓଡ଼ିଆ କେଉଁଠି? ପ୍ରକାଶନ କ୍ଷେତ୍ରରେ ହିନ୍ଦୀ, ବଙ୍ଗଳା ଓ ତେଲୁଗୁ ତୁଳନାରେ ଓଡ଼ିଆ। ତଥ୍ୟ ଆଧାରିତ ସଚେତନତା, ପ୍ରତିଦ୍ୱନ୍ଦ୍ୱିତା ନୁହେଁ ଆତ୍ମସମୀକ୍ଷା, ତୁଳନା, ତଥ୍ୟ, ସମାଧାନ। ଆମ ହାତରେ ଗୁରୁ ଦାୟିତ୍ୱ। ଆମ ପରବର୍ତ୍ତୀ ପିଢ଼ି ପାଇଁ ଆମେ ଯତ୍ନଶୀଳ ହେବା। ତୁଳନା କାହିଁକି? ଭାଷା ବଞ୍ଚିବ ତ? କେମିତି? ଓଡ଼ିଆ ବଞ୍ଚିବ, ଭାଷା ବଞ୍ଚେ ପାଠକ ଥିଲେ, ପ୍ରକାଶନ ବଞ୍ଚେ କିଣିବା ସଂସ୍କୃତି ଥିଲେ, ସାହିତ୍ୟ ହସେ ଯୁବପିଢ଼ି ସଜାଗ ହେଲେ। ତୁଳନା ନୁହେଁ ଆତ୍ମସମୀକ୍ଷା। ଓଡ଼ିଆ ବନାମ ଅନ୍ୟ ଭାଷୀ ପ୍ରକାଶନ। ହିନ୍ଦୀ ଜନସଂଖ୍ୟା 60 କୋଟି, ପ୍ରକାଶନ 35,000 ରୁ 40,000। ବଙ୍ଗଳା ଜନସଂଖ୍ୟା 25 କୋଟି, ପ୍ରକାଶନ 10,000 ରୁ 12,000। ତେଲୁଗୁ ଜନସଂଖ୍ୟା 9 କୋଟି, ପ୍ରକାଶନ 12,000 ରୁ 15,000। ଓଡ଼ିଆ 4.5 କୋଟି ଜନସଂଖ୍ୟା, ପ୍ରକାଶନ 1,500 ରୁ 2,000। ପ୍ରତି 10 ଲକ୍ଷ ପାଠକରେ ପୁସ୍ତକ ସଂଖ୍ୟା। ହିନ୍ଦୀ 600, ବଙ୍ଗଳା 480, ତେଲୁଗୁ 1300, ଓଡ଼ିଆ 350। ଓଡ଼ିଆ ସବୁଠାରୁ ପଛରେ। ପତ୍ରପତ୍ରିକାର ଉପଲବ୍ଧତା। ହିନ୍ଦୀ, ବଙ୍ଗଳା, ତେଲୁଗୁ ବୁକ୍ ଷ୍ଟୋରରେ, ବୁକ୍ ଫେୟାରରେ, ଅନଲାଇନ୍ ଭିଜିବିଲିଟି ରହିଛି। ଓଡ଼ିଆ ଜିଲ୍ଲା ସ୍ତରରେ ଦୋକାନର ଅଭାବ। ପ୍ରକାଶନର ବିବିଧତା। ହିନ୍ଦୀ, ବଙ୍ଗଳା ଓ ତେଲୁଗୁରେ କାଳ୍ପନିକ, ଶିଶୁ ସାହିତ୍ୟ, ତଥ୍ୟାଶ୍ରୟୀ, ଜୀବନୀ ଏବଂ ବିଜ୍ଞାନ ଭିତ୍ତିକ ଲେଖା ସବୁ ଦେଖିବାକୁ ମିଳେ। ଓଡ଼ିଆରେ କିନ୍ତୁ କବିତା, ଗଳ୍ପ ଅଧିକ, ଶିଶୁ ସାହିତ୍ୟ ଓ ତଥ୍ୟଭିତ୍ତିକ ସାହିତ୍ୟର ଘୋର ଅଭାବ। ଓଡ଼ିଆ ପଛରେ କାହିଁକି? ପାଠକ କିଣନ୍ତି ନାହିଁ, ପୁସ୍ତକ ସମୀକ୍ଷା ପ୍ରାୟ ନାହିଁ, ଯୁବଗୋଷ୍ଠୀ ଓଡ଼ିଆ ଜାଣନ୍ତି ନାହିଁ, ଲେଖକ ଅନେକ, ପାଠକ ଅଭାବ ମୁଖ୍ୟ ସମସ୍ୟା। ଅନ୍ୟ ଭାଷାର ସଫଳ ମଡେଲ। ସ୍କୁଲ କଲେଜ ସ୍ତରରେ ପଠନ ଅଭ୍ୟାସ, ଅନୁକୂଳ ଗଣମାଧ୍ୟମ ଓ ପ୍ରକାଶନ, ପ୍ରଭାବଶାଳୀ ପୁସ୍ତକ ମେଳା, ପ୍ରଭାବୀ ସ୍ରଷ୍ଟା। ସମାଧାନର 3ଟି ସହଜ ପଦକ୍ଷେପ। ପ୍ରତି ପାଠକ ପ୍ରତିବର୍ଷ 2ଟି ଓଡ଼ିଆ ପୁସ୍ତକ କିଣିବେ, ସୋସିଆଲ ମିଡ଼ିଆରେ ସମୀକ୍ଷା ସେୟାର କରିବେ, ଉଦୀୟମାନ ସ୍ରଷ୍ଟାଙ୍କୁ ପ୍ରଥମ 500 ପାଠକ ସହଯୋଗ କରିବେ। ପାଠକ ବଢ଼ିଲେ ପ୍ରକାଶନ ବଢ଼ିବ। ଆପଣ କ'ଣ କରିପାରିବେ? ଗୋଟିଏ ଓଡ଼ିଆ ପୁସ୍ତକ କିଣନ୍ତୁ, ଅନ୍ତତଃ ପ୍ରତି 6 ମାସରେ। ଗୋଟିଏ ରିଭ୍ୟୁ ଲେଖନ୍ତୁ, ବହିଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ, ଜଣେ ନୂଆ ଲେଖକଙ୍କୁ ସେୟାର କରନ୍ତୁ, ନୂଆ ଲେଖାକୁ ପ୍ରୋତ୍ସାହନ ଯୋଗାନ୍ତୁ। ପାଠକ ବଢ଼ିଲେ ପ୍ରକାଶନ ବଢ଼େ। ଲେଖକ ହେବା ଆଗରୁ ପାଠକ ହେବା